गुलाब जामुन आपण खाइथिबे हेले एथिरे तो गोलाप न थाए तथापि भी एहाको गुलाब जामुन काई कुआ जाय ना गोलाप एथिरे अछि नाही जामु कोଳି एथिरे अछि किंतु तथापि भी गुलाब जामुन काहे की कुआ जाय तबे मु कहिबिनी व्हाई व्हाट इज द रीजन किंतु कारण कहिदेबी एटा प्रकृତରେ भारतीय मिठा नुहे एटा आस्थिला पर्शिया ବା ଯାହାର ନା ପ୍ରକୃତରେ ରହିଥିଲା ଲୁକମତ ଅଲ କାଦି। ତେବେ ପର୍ସିଆରେ ପ୍ରଥମ ଥର ପାଇଁ ଏହି ଗୁଲାବ ଜାମୁନକୁ ଇନଭେଣ୍ଟ କରାଯାଇଥିଲା ବା ତିଆରି କରାଯାଇଥିଲା ପରବର୍ତ୍ତୀ ସମୟରେ ମୁଗଲ ପିରିୟଡରେ ଏଟା ବହୁତ ହି ଫେମସ ରହିଥିଲା। ତେବେ ଏହାକୁ ଗୁଲାବ ଜଳରେ ବୁଡେଇକି ରଖାଯାଉଥିଲା ଏବଂ ତା ସହିତ ଏହା ଦେଖିବା ପାଇଁ ଜାମୁକୋଳି ସଦୃଶ ରହିଥିଲା ଯାହାକୁ ସେଇଥିପାଇଁ ଗୁଲାବ ଜାମୁନ ବୋଲି କୁହାଯାଉଥିଲା। ତେବେ ଗୁଲାବ ଜାମୁନ ଆପଣ ବି ଖାଇଥିବେ ଏହା ବହୁତ ଲୋକଙ୍କର ପସନ୍ଦ ବି ଥାଏ। ତେବେ ଗୁଲାବ ଜାମୁନ ଶବ୍ଦର ଅର୍ଥ ଯାହା ପର୍ସିଆନ ଭାଷାରୁ ଆସିଛି ଏବଂ ତାର ପ୍ରକୃତ ଅର୍ଥ ଯାହା ରହିଛି ଗୁଲାବ ଅର୍ଥାତ ଗୋଲାପ ଫୁଲର ଜଳ ସେଥିରେ ବୁଡା ହେଇକି ଏହାକୁ ମିଠାର ଯୋଉ ଶିରାରେ ରଖାଯାଉଥିଲା ଏବଂ ଦେଖିବାକୁ ଏହା ଜାମୁକୋଳି ଭଳିଆ ରହୁଥିଲା ଦ୍ୟାଟ୍ସ ହ୍ୱାଇ ଏହାକୁ ଗୁଲାବ ଜାମୁନ ବୋଲି କୁହାଯାଉଥିଲା। ତେବେ ଏହା ଭାରତୀୟ ମିଠା ନୁହେଁ ବରଂ ଆସିଛି ପର୍ସିଆରୁ। ତେବେ ନିଶ୍ଚିତ ଭାବେ ଭାରତରେ ଯୋଉଠି କଥା କଥା କି ଗୁଲାବ ଜାମୁନ ନେଇକି ଆପଣଙ୍କ ଘରେ ଲୋକ ପହଞ୍ଚି ଯାଆନ୍ତି ତେବେ ନେକ୍ସଟ ଟାଇମ ଗୁଲାବ ଜାମୁନ ଖାଇଲା ବେଳେ ଏଇ କଥାଟା ନିଶ୍ଚିତ ଭାବିବେ।